ଜୁନ୍ ମାସର ହୋଇଥିବା କାଳବୈଶାଖୀ ପ୍ରବଳ ବର୍ଷା ଓ ପବନକୁ ଆମର ଅଗ୍ନିଶମ ବାହିନୀ ମୁକାବିଲା କରିଥିଲା। ସେଥିରେ ରାଜ୍ୟରେ ମୋଟ 490ଟି ଗଛ ଉପୁଡ଼ି ପଡ଼ିଥିଲା। ଏହା ମଧ୍ୟରେ ଭୁବନେଶ୍ୱର ସବୁଠୁ ସର୍ବାଧିକ ହୋଇଥିଲା, ଯୋଉଟାକି 148ଟି ହେଇଥିଲା। କଟକରେ ମଧ୍ୟ ହୋଇଥିଲା 70ଟି। ଏଇଭଳି ନୟାଗଡ଼, ସମ୍ବଲପୁର, ଯାଜପୁର ବିଭିନ୍ନ ସହରମାନଙ୍କରେ ହୋଇଥିଲା। ଏହାକୁ ଆମେ ସାମ୍ନା କରିଥିଲୁ। ଆମର ପ୍ରଥମ ମୁଖ୍ୟତଃ ପ୍ରାଧାନ୍ୟ ଥିଲା କି ରୋଡରେ ଯୋଉ ରାସ୍ତା ଉପରେ ଯୋଉ ଗଛ ପଡିଥିଲା ତାକୁ ଆମେ କ୍ଲିୟର କରିବାର, ଆମର ଅଗ୍ନିଶମ ବାହିନୀର ଯୋଉ ଫାୟାର ଫାଇଟର ମାନେ ଅଛନ୍ତି ସେମାନେ ଏଥିରେ ଧୁରନ୍ଧର ଥିଲେ, ଯୋଉଟା କି ସେମାନେ ରାସ୍ତାରେ ପଡିଥିବା ଗଛ ମାନଙ୍କୁ କ୍ଲିନ କରିଥିଲେ, ଯୋଉଥିପାଇଁ କି ଏମର୍ଜେନ୍ସି ସର୍ଭିସରେ ଥିବା ଯୋଉ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବାହିନୀର ଗାଡି କିମ୍ବା ଆଉ ଯାହା ବି ରହିଛି ଏମର୍ଜେନ୍ସି ସର୍ଭିସର ଗାଡି ପାଇଁ ଲୋକଙ୍କର ଯେମିତି କିଛି ଅସୁବିଧା ନ ହଉ ସେଥିପାଇଁ ଆମେ ମୁଖ୍ୟତଃ ଆମେ ଫୋକସ କରିଥିଲୁ ତା ଉପରେ। ପ୍ରଥମେ ଆମେ ରୋଡ କ୍ଲିୟରାନ୍ସ କରୁଥିଲୁ, ତାପରେ ରାସ୍ତା ଉପରେ ଥିବା ପାଣିକି ଆମେ ପମ୍ପ ଲଗାଇ ଡିୱାଟରିଂ କରୁଥିଲୁ। ଏହା ସହିତ ସରକାରୀ ଅଫିସ ମାନଙ୍କରେ କିମ୍ବା ମେଡିକାଲ ଆଉ ବିଦ୍ୟାଳୟ ମାନଙ୍କରେ ଯୋଉ ଯୋଉ ଜାଗାରେ ବିପଦପୂର୍ଣ୍ଣ ଜାଗାରେ ଯୋଉ ଗଛ ପଡିଥିଲା ତାକୁ ଆମେ କ୍ଲିୟର କରିଥିଲୁ। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ 14ରୁ 22 ତାରିଖ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହବାର ଅଛି। ଏହାକୁ ଆଖି ଆଗରେ ରଖି ଆମର ଫାୟାର ଷ୍ଟେସନର ଫାୟାର ଫାଇଟର ମାନେ ଏବଂ ଆମର ପାଖରେ ଥିବା 3ଟି ଷ୍ଟ୍ରାଇକିଂ ଫୋର୍ସ ଯୋଉ ରହୁଛି, ଷ୍ଟ୍ରାଇକିଂ ଫୋର୍ସର ଫାୟାର ଫାଇଟର ମାନେ ଅଧିକାରୀ ମାନେ ସବୁ ସଜାଗ ଅଛନ୍ତି। ଏଥିପାଇଁ ଆମର ଆବଶ୍ୟକ ଯୋଉ ଯନ୍ତ୍ରପାତି ଯୋଉ ସାମଗ୍ରୀ ଆମ ପାଖରେ ଅଛି, ଚେନ୍ ସହ ପାୱାର କଟର ଆଉ ରୋଫ୍ ଲାଇନ୍ ଏସବୁର ଆସ୍କାଲାଇଟର ଏସବୁର ଆମେ ବ୍ୟବସ୍ଥା ସବୁ ରଖିଛୁ। ଆଗକୁ ଆମେ ଭଲ ଭାବରେ ଏହାକୁ ସମ୍ମୁଖୀନ କରିବା ବୋଲି ଆଶା ଅଛି।